2026-27 କିସ୍ ସ୍କୁଲ ଆଡ଼ମିସନରେ ମୁଁ ଯେ ବାଲେଶ୍ୱର କିସ୍ ବଲାଙ୍ଗୀର କିସ୍ କଳାହାଣ୍ଡି କିସ୍ର ଯେଉଁ ଭିଡ଼ିଓଟା ବନେଇଥିଲି ତାର ଅନଲାଇନ୍ ଯେଉଁ ଆବେଦନ ସିଷ୍ଟମ୍ ଥିଲା ସେ ଅନଲାଇନ୍ ଲିଙ୍କଟି କାମ କରୁନଥିଲା, ୱେବସାଇଟ୍ଟି କାମ କରୁନଥିଲା। ତ କ'ଣ ପାଇଁ କାମ କରୁନଥିଲା ତାର ରିଲେଟେଡ୍ ଭିଡ଼ିଓ ମୁଁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି, ଆପଣ ସେ ଦେଖିଥିବେ। ତ ତାର ପ୍ରୋବ୍ଲେମ୍ ସର୍ଟ ଆଉଟ୍ ହେଇଯାଇଛି, ଆପଣଙ୍କୁ କହିଥିଲି ମୁଁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବି। ତେବେ ନମସ୍କାର, ସ୍ୱାଗତ କରୁଛି ମୋର ପୁଣି ଥରେ ଭିଡ଼ିଓକୁ। ତ ବର୍ଷ 2026-27 ସ୍କୁଲ ଆଡ଼ମିସନ୍ 1ରୁ 4th ଶ୍ରେଣୀ ଯାଏଁ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ପିଲାକୁ କିସ୍ରେ ପଢ଼ିବା ପାଇଁ, ତ ନିଶ୍ଚୟ ଯେଉଁଠାରେ ଆପଣଙ୍କର ଫ୍ରି ଅଫ୍ କଷ୍ଟରେ ଏଜୁକେସନ୍, ହେଲ୍ଥ, ହସ୍ପିଟାଲିଟି, ବୋର୍ଡିଂ, ହଷ୍ଟେଲ ସବୁ ସୁବିଧା ପାଇପାରିବ। ତ ନିଶ୍ଚୟ ହାତ ଛଡ଼ା କରନ୍ତୁ ନାହିଁ, ମୁଁ ଆଗରୁ କହି ଆସିଛି। ତ ସେଥିମଧ୍ୟରୁ ବହୁତ ବଡ଼ ଚାନ୍ସ ରହିଛି, ଆପଣଙ୍କୁ କହି ଆସିଛି ଲାଷ୍ଟ 3-4 ଭିଡ଼ିଓରେ ଯେ ଇମାମି କିସ୍ ବାଲେଶ୍ୱରରେ ଯେଉଁଠି ରହିଛି ଇଂଲିଶ ମିଡ଼ିୟମ୍ ସିବିଏସ୍ଇ ଆଫିଲେଟେଡ୍ ସ୍କୁଲଟି 1ରୁ 10ମ ଶ୍ରେଣୀ, ସେଠି ସମସ୍ତେ ଜେନେରାଲ, ଓବିସି, ଏସଟି, ଏସସିବିସି, ଏସି ସବୁ କ୍ୟାଟେଗୋରୀର ପିଲାମାନେ ଆବେଦନ କରିପାରିବେ। ତ ଦେଖନ୍ତୁ ମୁଁ ଆପଣଙ୍କୁ ଶୋ କରିବି ଯେ ଲିଙ୍କ୍ କେମିତି ଆପ୍ଲାଏ ହେଉଛି ଷ୍ଟେପ୍ ବାଇ ଷ୍ଟେପ୍। ଆଉ ପୂର୍ବ ଭିଡ଼ିଓରେ ମୁଁ ଯେଉଁ ଦେଖେଇଥିଲି ଆପଣଙ୍କୁ କେମିତି ଷ୍ଟେପ୍ ବାଇ ଷ୍ଟେପ୍ ଆପ୍ଲାଏ କରିବେ। ତ ଆଜିର ଏଇ ଭିଡ଼ିଓରେ ଆପଣଙ୍କୁ ନିଶ୍ଚୟ ଶୋ କରୁଛି ଯେ ଚାରୋଟି ସ୍କୁଲ ଯେଉଁ ରହୁଛି ତାର ମେନ୍ କ୍ୟାମ୍ପସ୍, ତ ତାର ଆଡମିସନ୍ ପ୍ରୋସେସ୍ ଚାଲି ରହିଛି। ତ ନିଶ୍ଚିତ ଭାବରେ ଯେଉଁଟାକି ଇମାମି କିସ୍ ବାଲେଶ୍ୱର ଏବଂ ବଲାଙ୍ଗୀର ଆଉ କଳାହାଣ୍ଡି ଏ ତିନିଟି ସ୍କୁଲର ୱେବସାଇଟ୍ କେମିତି କାମ କରୁଛି ଆପଣଙ୍କୁ ମୁଁ ସ୍କ୍ରିନ୍ରେ ଶୋ କରିବି। ତାପରେ ଦେଖି ସାରିଲା ପରେ ଆପଣ ନିଶ୍ଚିତ ରିକ୍ୱାରମେଣ୍ଟ ଡକ୍ୟୁମେଣ୍ଟ ଯେତିକି ରହୁଛି ପିଲାର ବାର୍ଥ ସାର୍ଟିଫିକେଟ୍, କାଷ୍ଟ ଆଉ ପ୍ୟାରେଣ୍ଟସ୍ ଇନକମ୍, ରେସିଡେନ୍ସ ସାର୍ଟିଫିକେଟ୍, ତାପରେ ଘରର ଯେଉଁ ରେସନ କାର୍ଡ଼ ରହୁଛି, ଆଧାର କାର୍ଡ଼, ଉଭୟ ପିଲାର ଏବଂ ପିତାମାତାଙ୍କର ଭୋଟର କାର୍ଡ଼, ଆଧାର କାର୍ଡ଼, ଏଇ ଜିନିଷ ଆଉ ପାସବୁକ୍ ଏବଂ ପିଲାର ଫିଟନେସ୍ ଏଇ ଡକ୍ୟୁମେଣ୍ଟ ଯେଉଁ ଲାଗୁଛି ତାଙ୍କୁ ସିଲେକ୍ସନ୍ ହେଲା ପରେ ନିଶ୍ଚିତ ଭାବରେ ଏଗୁଡ଼ିକୁ ପ୍ରସ୍ତୁତ କରି ରଖନ୍ତୁ। ତ ବର୍ତ୍ତମାନ ଆପଣ ଆବେଦନ ବେଳେ ନିଶ୍ଚୟ ଆପଣଙ୍କ ଆଧାର କାର୍ଡ଼ ଅପଲୋଡ଼ କରିକି ଆପଣ ଆବେଦନ କରିପାରିବେ ବହୁତ ଇଜି ମାଧ୍ୟମରେ। ଆପଣ ଆରମ୍ଭରୁ ଶେଷ ନିଶ୍ଚୟ ଭିଡ଼ିଓଟିକୁ ଦେଖନ୍ତୁ, ଆପଣ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ଆବେଦନ କରନ୍ତୁ ଏବଂ ଆପଣ ପିଲା ମଧ୍ୟ ନିଶ୍ଚୟ ସିଲେକ୍ସନ୍ ହେବାର ସମ୍ଭାବନା ରହିବ। ତିନୋଟି ସ୍କୁଲ ଯେଉଁ ରହିଛି ବଲାଙ୍ଗୀର, ବାଲେଶ୍ୱର ଏବଂ କଳାହାଣ୍ଡି। ତ ବାଲେଶ୍ୱରରେ 1ରୁ 4th ଝିଅ ପିଲା ଆବେଦନ, ବଲାଙ୍ଗୀରରେ 1ରୁ 3ୟ ଝିଅ ପିଲା ଆବେଦନ, କଳାହାଣ୍ଡିରେ କେବଳ ପ୍ରଥମ ଶ୍ରେଣୀ ଆବେଦନ ଚାଲି ରହିଛି ବର୍ତ୍ତମାନ ପାଇଁ। ଦେଖିପାରୁଥିବେ ଇଏ ହେଉଛି କିସ୍ କଳାହାଣ୍ଡି। ତ ୟାର ଲିଙ୍କ୍ ଆମର ଭିଡ଼ିଓ ଡିସ୍କ୍ରିପ୍ସନ୍ରେ ଅଛି। ତ ସେମିତି ଅଲଗା ଦୁଇଟି ସ୍କୁଲର ଆପ୍ଲାଏ ଲିଙ୍କ୍ ମଧ୍ୟ ମୋ ଡିସ୍କ୍ରିପ୍ସନ୍ରେ ପାଇପାରିବେ। ତ ଏଠି ଯେମିତି ଶୋ କରୁଛି ଦେଖନ୍ତୁ, କ୍ଲିକ୍ କଲା ପରେ ମୋବାଇଲ ନମ୍ବର, ଆଧାର କାର୍ଡ଼ ନମ୍ବର କ୍ଲିକ୍ କଲା ପରେ ଆପଣ ସିକ୍ୟୁରିଟି କୋଡ଼ ଏଣ୍ଟର କରିବେ। ଏଣ୍ଟର କଲା ପରେ ଆପଣଙ୍କର କଣ୍ଟିନ୍ୟୁ ଟୁ ଆପ୍ଲିକେସନ୍ ମାରିଦେଲେ ନେକ୍ସଟ ଷ୍ଟେପ୍ କ'ଣ ଆସିବ ତା ଶୋ କରୁଛି। ଆପଣ ନିଶ୍ଚୟ ନିର୍ଭର ଭାବରେ ଭିଡ଼ିଓକୁ ଆପଣ ଦେଖନ୍ତୁ, ତାପରେ ଆପଣ ଆବେଦନ କରିବେ। ନେକ୍ସଟ କ୍ଲିକ୍ କଲା ପରେ ଆପଣ ଦେଖନ୍ତୁ ପର୍ସନାଲ ଇନଫର୍ମେସନରେ ଆପ୍ଲିକାଣ୍ଟର ନାମ, ଯେଉଁ ଝିଅ ପିଲା ପାଇଁ କେବଳ ଆବେଦନ କରୁଛନ୍ତି ସେ ପିଲାର ଫୁଲ୍ ନାମ ଲେଖିବେ। ତାପରେ ଡେଟ୍ ଅଫ୍ ବାର୍ଥ ଏବଂ ତାର ଆଧାର କାର୍ଡ଼ଟି, ତା ଆଧାର କାର୍ଡ଼ ନମ୍ବର ଲେଖିବେ। ତ ସେମିତି ସବୁ ସ୍କୁଲର ସେମ୍ ପ୍ରୋସେସ୍ ରହୁଛି। ଆଉ ସବୁ ସ୍କୁଲର ବର୍ତ୍ତମାନ ଲିଙ୍କଟି ଓପେନ୍ ହେଇଯାଇଛି। ଆପଣ ବର୍ତ୍ତମାନ କୌଣସି ଡକ୍ୟୁମେଣ୍ଟ ଅପଲୋଡ଼ କରିବାକୁ ପଡ଼ିବନି। ଏଇଟା ଦେଖନ୍ତୁ ଟ୍ରାଇବ୍ରେ ଆପଣ କେଉଁ ଟ୍ରାଇବ୍ରେ ବିଲଙ୍ଗ କରନ୍ତି ସେଠି କ୍ଲିକ୍ କଲା ପରେ ନେକ୍ସଟ ଷ୍ଟେପ୍ କ୍ଲିକ୍ କରିବେ। ନେକ୍ସଟ କ୍ଲିକ୍ କଲା ପରେ ଆପଣଙ୍କର ପ୍ୟାରେଣ୍ଟସ୍ମାନଙ୍କ ଡିଟେଲ୍, ପ୍ୟାରେଣ୍ଟସ୍ ବାପାଙ୍କର ନାମ, ମାତାଙ୍କର ନାମ, ତାଙ୍କ ବୃତ୍ତି ଦୁଇ ଜଣଙ୍କର ଲେଖିବେ। ତାପରେ ନେକ୍ସଟ ଷ୍ଟେପ୍ କ୍ଲିକ୍ କରିବେ। ନେକ୍ସଟ ଷ୍ଟେପ୍ କ୍ଲିକ୍ କଲା ପରେ ଆପଣଙ୍କର ଆଡ୍ରେସ୍ ଟାଇପ୍ କରିବେ, ଆଡ୍ରେସ୍ ଗୁଡ଼ିକୁ ଅପଲୋଡ଼ କରିବେ। ଆଉ ଆଡ୍ରେସ୍ ଅପଲୋଡ଼ କଲା ପରେ ଆପଣ ନେକ୍ସଟ କ୍ଲିକ୍ କରିଦେବେ। ଏଇଟା କେବଳ କଳାହାଣ୍ଡି ପିଲାମାନେ ହିଁ ଆବେଦନ କରିପାରିବେ, ଅଲଗା ଡିଷ୍ଟ୍ରିକ୍ଟର ଆବେଦନ କରିପାରିବେ ନାହିଁ। ତ ବର୍ତ୍ତମାନ ଯାହା ତାଙ୍କ ଗାଇଡ଼ଲାଇନ୍ କହୁଛି, ତାପରେ ଏକାଡେମିକ୍ ଡିଟେଲ୍, ମୋବାଇଲ ନମ୍ବର, କେଉଁ କ୍ଲାସ୍ ପାଇଁ ଆବେଦନ କରୁଛନ୍ତି, ତାଙ୍କର ଡେଟ୍ ଅଫ୍ ବାର୍ଥ ଅନୁସାରେ ତାଙ୍କର ମୋବାଇଲ ନମ୍ବରଟି ତାଙ୍କ ଡେଟ୍ ଅଫ୍ ବାର୍ଥ ଅନୁସାରେ ତାଙ୍କର କ୍ଲାସ୍ ବାହାରିବ, ସେ ଅନୁସାରେ ଆପଣ ସେଇ କ୍ଲାସ୍ଟିକୁ ଆବେଦନ କରିବେ। ଏତିକି ରହୁଛି ପ୍ରୋସେସ୍, ସବୁରେ ସେମ୍ ପ୍ରୋସେସ୍ ରହୁଛି। ଇଏ ମଧ୍ୟ କିସ୍ ବଲାଙ୍ଗୀର, ଏଠି ବି ସେମ୍ ପ୍ରୋସେସ୍ ରହୁଛି, ସେଠି ଯେମିତି ଆପ୍ଲାଏ କଲେ। ତ ୟାର ଲିଙ୍କ୍ ମଧ୍ୟ ମୋ ଡିସ୍କ୍ରିପ୍ସନ୍ରେ ଅଛି। ଆପଣ ଯଦି ଲିଙ୍କ୍ ପାଇବେ ନାହିଁ ନିଶ୍ଚୟ ମୋତେ ହ୍ୱାଟ୍ସଅପ୍ କରିବେ। ହ୍ୱାଟ୍ସଅପ୍ରେ ମୁଁ ଆପଣଙ୍କୁ ଲିଙ୍କ୍ ସେଣ୍ଡ କରିଦେବି। ବର୍ତ୍ତମାନ ଲିଙ୍କ୍ଟି କାମ କରୁଛି ସେମ୍, ତାର ଯେମିତି ରହୁଛି ମୋବାଇଲ ନମ୍ବର, ଆଧାର କାର୍ଡ଼ ଏବଂ ସିକ୍ୟୁରିଟି କୋଡ଼ ରହୁଛି, ସେମିତି ମଧ୍ୟ ଏଠି କ୍ଲିକ୍ କରିବେ। ନେକ୍ସଟ କ୍ଲିକ୍ କରିବା ପରେ ସେମ୍ ପ୍ରୋସେସ୍ ଆପଣଙ୍କର ଆସିଯିବ। ଆଉ ତାଙ୍କର ଏକ୍ଜାକ୍ଟଲି ଡେଟ୍ ଅଫ୍ ବାର୍ଥ ଯାହା ଆପଣ ସେଠି ଲେଖିବେ, ଟାଇପ୍ କରିବେ, ସେ ଡେଟ୍ ଅଫ୍ ବାର୍ଥ ଅନୁସାରେ ହିଁ ତାର କ୍ଲାସ୍ କେଉଁ କ୍ଲାସ୍ ରହିବାର ଅଛି ସେଇ ଜିନିଷଟି ବାହାରିଯିବ। ତ ଇଏ ପ୍ରୋସେସ୍ ରହିଛି। ତ ନେକ୍ସଟ ମୁଁ ଆପଣଙ୍କୁ ଶୋ କରୁଛି। ଇଏ ହେଉଛି ବାଲେଶ୍ୱର କିସ୍ ବାଲେଶ୍ୱର ସ୍କୁଲ। ତ ଏଠାରେ ମଧ୍ୟ ସେମ୍ ପ୍ରୋସେସ୍ ଆବେଦନ ରହୁଛି। ତ ଏଠି ଦେଖନ୍ତୁ
ଯେ ଆପଣଙ୍କୁ କହି ଆସୁଛି ଯେ ସବୁ କାଟେଗୋରୀ ST SC OBC ଜେନେରାଲ SC SC ସବୁ କାଟେଗୋରୀ ପିଲା ଆବେଦନ କରିପାରିବେ। ତ ଇଏ ବହୁତ ବଡ଼ ଚାନ୍ସ, ଆପଣ ସମସ୍ତେ ଆବେଦନ କରନ୍ତୁ। ଯଦିଓ ଯେ ଅଦର କାଟେଗୋରୀ ଆସୁଛନ୍ତି ସେମାନେ ଫାଇନାନ୍ସିଆଲ ସପୋର୍ଟ ଦେଇପାରୁନା ତାଙ୍କ ପିଲାକୁ, ଯଦି ଫ୍ରି ଅଫ୍ କଷ୍ଟରେ ସିଏ CBSE ପଢ଼ିପାରିବ। ଏହା ହେଉଛି ବହୁତ ବଡ଼ ସୁଯୋଗ। ତ ଏଇଠି ସବୁ ଷ୍ଟେଟ୍ର, ବାଲେଶ୍ୱରରେ ସବୁ ଷ୍ଟେଟ୍ର ପିଲା ଆବେଦନ କରିପାରିବେ ଅଲ୍ ଇଣ୍ଡିଆ। ସେଠି କେବଳ 1ରୁ 4ର୍ଥ